ମାଟି ବଦଳିଛି, ବଦଳିଛି ଠିକଣା, କିନ୍ତୁ ବଦଳିନି ଓଡ଼ିଆଙ୍କ ସଂସ୍କୃତି ପ୍ରତି ଥିବା ଭଲ ପାଇବା। ସେହି ଭଲ ପାଇବା ଓ ଅସ୍ମିତାର ଅନନ୍ୟ ଛବି ଦେଖିବାକୁ ମିଳିଛି ରାଜଧାନୀ ନୂଆଦିଲ୍ଲୀରେ। ଓଡ଼ିଆ ଜନକଲ୍ୟାଣ ସଂଘ ପକ୍ଷରୁ ଚିରାଗ ଦିଲ୍ଲୀସ୍ଥିତ ବାଲ୍ମୀକି ମନ୍ଦିର ପରିସରରେ ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜ ପର୍ବ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ସମେତ ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଶତାଧିକ ପ୍ରବାସୀ ଓଡ଼ିଆ ଏହି ଉତ୍ସବରେ ଯୋଗଦେଇ ରଜର ଆନନ୍ଦକୁ ମନଭରି ଉପଭୋଗ କରିଥିଲେ। କିଛି ସମୟ ପାଇଁ ଲାଗୁଥିଲା ଯେପରି ରାଜଧାନୀ ଦିଲ୍ଲୀ ନୁହେଁ, ବରଂ ଓଡ଼ିଶାର କୌଣସି ଗାଁ ଦାଣ୍ଡରେ ରଜର ଆସର ବସିଛି। ରଙ୍ଗ ବେରଙ୍ଗର ଶାଢ଼ୀ, ହାତରେ ମେହେନ୍ଦି, ପାଦରେ ଅଳତା ଓ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ମହିଳାମାନେ ରଜ ଦୋଳିର ଭରପୁର ଆନନ୍ଦ ଉଠାଇଥିଲେ। ସେମାନଙ୍କ ଉତ୍ସାହ ଓ ହସ ଖୁସିରେ ଉତ୍ସବସ୍ଥଳୀ ମୁଖରିତ ହୋଇ ଉଠିଥିଲା। କେବଳ ଦୋଳି ନୁହେଁ, ଲୁଡୁ ଖେଳ, ତାସ ଖେଳ, ରଜପାନ ଏବଂ ବିଭିନ୍ନ ପ୍ରକାର ପାରମ୍ପରିକ ପିଠାପଣାର ଆସର ମଧ୍ୟ ଜମିଥିଲା। ଆମ୍ବ, ପଣସ, ପୋଡ଼ପିଠା ଓ ସୁସ୍ୱାଦ ମିଠାର ସମ୍ଭାର ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ପ୍ରବାସରେ ଥାଇ ମଧ୍ୟ ନିଜ ଘର ଓ ଗାଁର ରଜ ପର୍ବ ଅନୁଭୂତି ପାଇଁ ଉପସ୍ଥିତ ଓଡ଼ିଆମାନେ ବେଶ୍ ଉତ୍ସାହିତ ହୋଇଥିଲେ। ଏହି ଆୟୋଜନକୁ ସଫଳ କରିବାରେ ଓଡ଼ିଆ ଜନକଲ୍ୟାଣ ସଂଘର କୋର୍ ଟିମ୍ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। ବିଶେଷ କରି ଶ୍ରୀ ଅଜିତ କୁମାର କୋର୍, ଯୋଗେଶ ପାଣିଗ୍ରାହୀ, ଯୋଗେନ୍ଦ୍ର ପାରିକ, ଚନ୍ଦନ ଜେନା, ସମରେନ୍ଦ୍ର ପାରିକ, ପ୍ରତାପ ବେହେରା, ପ୍ରଣବ ପଣ୍ଡା, ବିଶ୍ୱଜିତ ପାରିକ, ରମାକାନ୍ତ ମହନ୍ତ ଏବଂ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରମୁଖ ଭୂମିକା ବା ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଶୃଙ୍ଖଳିତ ଓ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଦୂରତା ବଢ଼ିପାରେ, ଠିକଣା ବଦଳିପାରେ, କିନ୍ତୁ ମାଟି ସହ ଥିବା ସମ୍ପର୍କ କେବେ ବଦଳେ ନାହିଁ। ଦିଲ୍ଲୀରେ ରଜର ଏହି ଆୟୋଜନ ସେହି ଅତୁଟ ସମ୍ପର୍କର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରୁଛି। ବ୍ୟୁରୋ ରିପୋର୍ଟ, କାମୟାବ ଟିଭି।